କଥା କିନ୍ତୁ ଏ ସରକାର ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ପୂରଣ କରୁନାହାନ୍ତି। ଆଉ ଡ୍ରାଇଭର ସେମାନଙ୍କୁ ଅଣଦେଖା କରୁଛନ୍ତି ଏବଂ ଆମ ଅଟୋ ଡ୍ରାଇଭର ଭାଇମାନେ ଏବଂ ପ୍ରାଇଭେଟ ଭାଇମାନଙ୍କୁ ସମ୍ପୂର୍ଣ୍ଣ ଲେବର ଆକ୍ଟରେ ରଖିକି ସେମାନଙ୍କ ପଇସା ପତ୍ର ମଧ୍ୟ ଦେଉନାହାନ୍ତି। କିନ୍ତୁ ଆମର ସରକାରଙ୍କ ଅନୁରୋଧ ରହିବ ଆମେ ସମସ୍ତେ ଡ୍ରାଇଭର ଯଦିଓ ଏମାନେ ଅଟୋ ଡ୍ରାଇଭର ନୁହନ୍ତି ତାହେଲେ ଏମାନେ ଲେବର କାର୍ଡରେ ଚଲେଇବା କଥା। ଲାଇସେନ୍ସ ଦେଲେ କ'ଣ ପାଇଁ ଗୋଟେ ଲାଇସେନ୍ସ ପ୍ରାପ୍ତ ଅଛି ମାନେ ସେମାନେ ଡ୍ରାଇଭର ତାଙ୍କୁ ଆପଣମାନେ ଲେବର ରଖିବେ ଠିକ୍ ଅଛି ରଖନ୍ତୁ ଆମର ନୋ ଅବଜେକ୍ସନ୍। କିନ୍ତୁ ଯେଉଁ 250 ଡ୍ରାଇଭର ଭାଇମାନେ ମୃତ୍ୟୁବରଣ କରୁଛନ୍ତି ତାଙ୍କର ଆଜି ପର୍ଯ୍ୟନ୍ତ ଯେଉଁ ସରକାର ତରଫରୁ ରହିଛି ନର୍ମାଲ 2 ଲକ୍ଷ ଏବଂ ଆକ୍ସିଡେଣ୍ଟ 4 ଲକ୍ଷ ସେ ପଇସା ବିରୋଧ କାହିଁକି ସେଥି ନିମନ୍ତେ ଆମେ ଅନୁରୋଧ କରୁଛୁ ଯେ ଅଟୋ ଡ୍ରାଇଭର ଏବଂ ପ୍ରାଇଭେଟ ଗାଡ଼ିର ସମସ୍ତ ଭାଇମାନଙ୍କୁ କଲ୍ୟାଣ ବୋର୍ଡ଼ରେ ସାମିଲ କରାଯାଉ ଏବଂ ତାଙ୍କର ହକ୍ ସମ୍ମାନ ଉଠାଇ ଦିଆଯାଉ। ନଚେତ ଏ ଓଡ଼ିଶା ଡ୍ରାଇଭର ମହାସଂଘ ତାର ଆନ୍ଦୋଳନ ଜାରି ରହିବ। ଆଜି ତ ଆମେ ନିଶ୍ଚିତ ସମସ୍ତ ଭାଇମାନେ ଏକତ୍ରିତ ହେଇଛୁ ଯେ ଦାବିପତ୍ର ଦେବା ପାଇଁ ସରକାରଙ୍କୁ କଲେକ୍ଟର ଅଫିସ୍ ଏସ୍ପି ଅଫିସ୍ ଏବଂ ଆର୍ଟି ଅଫିସ୍ ଏ 3 ଅଫିସରେ ଦାବିପତ୍ର ଆମେ ନିଶ୍ଚିତ ନୟାଗଡ଼ ଜିଲ୍ଲାକୁ ଦେବା ପାଇଁ ସମସ୍ତ ଭାଇମାନେ ହେଇଗଲେଣି। ଆଉ କିଛି ଭାଇମାନେ ମଧ୍ୟ ଆସୁଛୁ ଅଟୋ ବିଷୟରେ ସବୁ ଲାଇନ୍ ଲାଗିଛି ଆଉ ଅଟୋ ଲାଇନ୍ ରହିଛି। ସରକାର ମଧ୍ୟ ଦେଖନ୍ତୁ ଯେ ପ୍ରକୃତରେ ଅଟୋ ଡ୍ରାଇଭର ଭାଇମାନେ ଡ୍ରାଇଭର ମହାସଂଘ ଜଡ଼ିତ ଅଛନ୍ତି କି ନାହାନ୍ତି ସେ ପ୍ରମାଣ ଦେଖିବା ପାଇଁ ମଧ୍ୟ ଆଜି ପ୍ରୟାସ ରଖିଛି ନୟାଗଡ଼ ଜିଲ୍ଲା। ଆଉ ସରକାରଙ୍କୁ ଅନୁରୋଧ ଯଦି ଆମର ଦୁଃଖ ନ ଶୁଣନ୍ତି ତାହେଲେ ଡ୍ରାଇଭର ସମାଜ ପଛଘୁଞ୍ଚା ଦେବ ନାହିଁ। जय जगन्नाथ। ओडिशा ड्राइवर महासंघ जिंदाबाद।
আমার দাবি সরকার তুমি মানি নিও অটো ড্রাইভর ভাই মানুষ কল্যাণ বোর্ডে সামিল করবে আমার দাবি অটো ড্রাইভর ভাই মানুষ কল্যাণ বোর্ডে সামিল করবে আমার দাবি অটো ড্রাইভর ভাই মানুষ কল্যাণ বোর্ডে সামিল করবে আমার দাবি ଆମେ ଅଣଦେଖା କରୁଛନ୍ତି ପୂର୍ବ ସରକାର କହିଥିଲେ ସମସ୍ତ ଡ୍ରାଇଭରଙ୍କୁ ସମାନ ଭାବରେ ଗୋଟିଏ ଇଏରେ ଯିବ ଏ ଯେଉଁ ସରକାର ଆସୁଛନ୍ତି ବର୍ତ୍ତମାନ ଆମ ଡ୍ରାଇଭର ଭାଇମାନଙ୍କୁ ଅଲଗା କରୁଛନ୍ତି ପ୍ରାଇଭେଟ୍ ଡ୍ରାଇଭର ଯେଉଁ ଆମ ଦାବି ଶୁଣୁନାହାନ୍ତି ଆମର ଏଇ ଦାବି ଦିଆହେଇଛି ଏହାକୁ ଆପଣମାନେ ଗ୍ରହଣ କରି ଆମ ଦାବି ଆଜ୍ଞା लाइसेंस दिया जाए लेबर बोर्ड टाइम दिया ऑटो ड्राइवर भी लाइसेंस नहीं की चौक दिन गाड़ी कल से लेबर हेले केंदे ବର୍ତ୍ତମାନ ଯେଉଁ ड्राइवर तो कुशल है ଯେଉଁ ପରିବହନ ट्रांसपोर्ट डिपार्टमेंट कहबो से नहीं हमरा माध्यम रे हम ठीक अछि हम एटा रखिलु ଆଗ ନାମ ସାର୍ଟିଫିକେଟରେ ମିଶି ताल गाड़ी ए से जो तळे हमर इश्यू ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ ଆମେ ଯେଉଁ ସଂଗଠନ ଗଠନ କରିଛୁ ସେଥିରେ ଆମର ପୂର୍ବତନ ସରକାର ସବୁ କିଛି ଆମକୁ ପାସ୍ କରିଥିଲେ କଲ୍ୟାଣ ବୋର୍ଡ଼ ଗଠନ କରିକି ସିଏ ବି ମଧ୍ୟ ଆମକୁ ପ୍ରତିଶ୍ରୁତି ଦେଇଥିଲେ ସମସ୍ତ ଡ୍ରାଇଭର ଭାଇମାନେ ପାଇବେ ସମାନ କିଛି ଏବେ ଯେଉଁ ସରକାର ଚେଞ୍ଜ ହେଲେ ବର୍ତ୍ତମାନ ପରିବହନ ମନ୍ତ୍ରୀ ତାଙ୍କର ମନମାନି କରୁଛନ୍ତି ଯେଉଁଟାକି ଆମ ଡ୍ରାଇଭର ଭାଇମାନଙ୍କୁ ଦୁଇ ଭାଗ ପ୍ରାଇଭେଟ୍ ଡ୍ରାଇଭର ଆମେ ଏକ୍ସାମିନ କରିକି ସରେ ଆମ ଅଫିସ